ଆଜ୍ଞା ଆଜ୍ଞା ହଁ ଶୁଭୁଛି। ମତେ ମଝିରେ ମଝିରେ କୁହନ୍ତୁ, ଜାଣି ହଉନି ନା। ତ ହଁ ହଁ ଆପଣଙ୍କର যেটা କହିଲି ମୁଁ ପ୍ରଥମ କାଲି ଯୋଉ ଥଣ୍ଡା ପାଇଁ ଦାୟୀ କିଏ? ଦିଟା ବ୍ୟାକ୍ଟେରିଆ। କାଲି যেটা କହିଲି ପ୍ଲସ୍ ଆଜି ଦିଟା ବ୍ୟାକ୍ଟେରିଆ ଦାୟୀ। କିନ୍ତୁ କାଲି যেটা କହିଲି ଯୋଉ ଯୋଉ ସିମ୍ପଟମ୍ ପ୍ରଥମ କହିକି ଗଲି ଆପଣଙ୍କର, ସେ ଛିଙ୍କ ହବ, କାଶ ହବ, ଆପଣଙ୍କର ସବୁଜ କଲର ଝାଡା ହବ, ଆପଣଙ୍କର ଘଡ଼ ଘଡ଼ ତଣ୍ଟି କରିବ, ପର ଫୁଲେଇକି ବସି ରହିବ, ଆଉ ଆପଣଙ୍କର ଖାଦ୍ୟ କିଛି ଖାଇବ ନାହିଁ, ବା ତାର ଯୋଉ ମୁଭମେଣ୍ଟ ଗତି ଭଲ ମାନେ ଚାଲାବୁଲା ଭଲ କରିବ ନାହିଁ, ଘୁମେଇକି ବସି ରହିବ, ଇଏ ସବୁ ସିମ୍ପଟମ୍ ରହିଲା ସେ ଭାଇରସ୍। ଯଦି ତା ସାଙ୍ଗରେ ଏ ଭାଇରସଟା ଜୁଡ଼ିଗଲା, ସରି ଏ ବ୍ୟାକ୍ଟେରିଆଟା ଜୁଡ଼ିଗଲା ଏମ୍ ସାଇନୋଭାଇଟା, ତାହେଲେ ଏକ୍ସଟ୍ରା କ'ଣ ରହିବ? ସେତିକ ସିମ୍ପଟମ୍ ସବୁ ରହିବ, ପ୍ଲସ୍ ମୁହଁ ଫୁଲିଯିବ, ଏସବୁ ରହିବ। ସେତିକ ସିମ୍ପଟମ୍ ରହିବ, ପ୍ଲସ୍ ଏଥିରୁ ଅଧିକ କ'ଣ ରହିବ? ଇଏଟା ହେଲେ ଆପଣଙ୍କର ଜଏଣ୍ଟଟା ଫୁଲିଯିବ, ଗୋଡ଼ର ଗଣ୍ଠିଟା ଫୁଲିଯିବ, ହାଲକା ଫୁଲିଯିବ, ଜାଣିପାରିବେନି, ଭଲ କି ଦେଖିଲେ ଜାଣିପାରିବେ। ବା ସବୁଜ କଲର ଜଷ୍ଟ ସବୁଜ, କୁକୁଡ଼ାର ଗୋଡ଼ଟା ହଳଦିଆ ଥିବ କିନ୍ତୁ ସବୁଜ କଲର, ସ୍ଲାଇଟ୍ ସବୁଜ ଦେଖାଯିବ, ତା ଭିତରେ ସେଟା ଏଫେକ୍ଟ କରେ। ତେଣୁ କୁକୁଡ଼ା କ'ଣ ହବ? ମାନେ ଛୁଟେଇବ, ଥଣ୍ଡାରୁ ରିକଭର କରିବ, ଛୁଟେଇବ, ୱିକନେସ୍, ଲୋକ କୁହନ୍ତି ୱିକନେସ୍ ରହୁଛି, ନା ସେଟା ୱିକନେସ୍ ରୁହେନି, ସେଟା ଥଣ୍ଡାରୁ ବି ହେଇପାରେ। ତେଣୁ ଏସବୁ ଜିନିଷ ସିମ୍ପଟମ୍ ରହିବ। ହୁଏତ କିଛି ସିମ୍ପଟମ୍ ବାଦ ଯିବ, କିଛି ବେଳେ ବେଳେ କ'ଣ ହଉଛି ଆପଣଙ୍କର କୁକୁଡ଼ା ଘଡ଼ ଘଡ଼ କରିବ କିନ୍ତୁ ଛିଙ୍କ ଆସିବନି, କାଶିବ ଛିଙ୍କ। ଆଉ ଗୋଟେ ସିମ୍ପଟମ୍ କ'ଣ? ମୁହଁ ଖୋଲିକି, ଭୁଲିଗଲି ଆପଣଙ୍କୁ କହିଥିଲି, କାଲି କହିଥିଲି। ଆଉ ଗୋଟେ ସିମ୍ପଟମ୍ ମୁହଁ ଖୋଲିକି ନିଶ୍ୱାସ ନେବ, ହାଇ ପାଣି ଡାକିବ, ଆଁ କରିକି ନିଶ୍ୱାସ ନେବ। ଏ ସିମ୍ପଟମ୍ ସବୁ ଏଇ ଥଣ୍ଡା ଗୁଡ଼ାକର ରହିବ। ମୁହଁ ଖୋଲିକି ଯୋଉ ନିଶ୍ୱାସ ନେଉଛି, ଅଲଗା ଗୋଟେ ଡିଜିଜ୍ ଅଛି ସେଇଟା ବି ନିଏ। ତେଣୁ ଜାଣିବା ମୁସ୍କିଲ। କାହିଁକି ମୁସ୍କିଲ? ନା ଗୋଟେ ପ୍ରକାର ସିମ୍ପଟମ୍ ବିଭିନ୍ନ ରୋଗର, କିନ୍ତୁ କିଛି ଏକ୍ସଟ୍ରା ସିମ୍ପଟମ୍ ରହୁଛି, ଅଲଗା ସିମ୍ପଟମ୍ ରହୁଛି। ମେନ୍ ସିମ୍ପଟମ୍ ଯେଟା ଦେଖିଲେ ଆପଣଙ୍କର କୁକୁଡ଼ାର କ'ଣ ହଉଛି, ଅଲଗା ଅଲଗା ରୋଗ ପାଇଁ ମେନ୍ ସିମ୍ପଟମ୍ ସେମ୍ ରହିଛି। ବାକି କିଛି ସିମ୍ପଟମ୍ ଅଧିକ ରହିଛି, ଯାହାକି ତାକୁ ଦେଖି ଆପଣ ଜାଣିପାରିବେ କେଉଁ ରୋଗଟା ହେଇଛି। ଏ ଯୋଉ ମୁହଁ ଫୁଲା କରିକି ଯୋଉ ନିଶ୍ୱାସଟା ନେବା କଥା କହୁଛି, ସେଇଟା ଥଣ୍ଡାରେ ବି ହେଇପାରେ। ଆଉ ଗୋଟେ ରୋଗ ଅଛି ଆସ୍ପେରଜିଲୋସିସ୍, ସେଥିରେ ବି ହେଇପାରେ। ଆଉ ଗୋଟେ ହଉଛି ଷ୍ଟ୍ରେସ୍ରେ ବି ହେଇପାରେ। ଷ୍ଟ୍ରେସ୍ ରହିଲେ ବି ମୁହଁ ଖୋଲିକି ନିଶ୍ୱାସ ନେବ। କିନ୍ତୁ ଆପଣ ଜାଣିବେ କେମିତି? ଏଇଥିରେ ଜାଣିପାରିବେ। ଏ ଯୋଉ ସିମ୍ପଟମ୍ ଯୋଉଟା କହିଲି, କିଛି ଏକ୍ସଟ୍ରା ସିମ୍ପଟମ୍ ଅଛି, ମ୍ୟାଚ୍ କରୁନି ତା ସହିତ। ସେ ସିମ୍ପଟମ୍ ସାରେ ତାର ଧର 5ଟା ସିମ୍ପଟମ୍, ୟାର 10ଟା ସିମ୍ପଟମ୍ ଅଛି। ତାର 5ଟା ସିମ୍ପଟମ୍ରେ ୟାର 5ଟା ମ୍ୟାଚ୍ କଲା, ଆଉ 5ଟା ମ୍ୟାଚ୍ କରିବନି, ତାହେଲେ ଜାଣିପାରିବେ ଏଇଟା ହଉଛି ଥଣ୍ଡା ରୋଗ। ଆଉ କ'ଣ ହବ? ଥଣ୍ଡା ହେଲେ ଆପଣ କୁକୁଡ଼ା ଷ୍ଟ୍ରେସ୍ରେ ଆସିଯିବ, ତାର ଖାଦ୍ୟ ହଜମ ହବନି, ପାକସ୍ଥଳୀରେ ଦେଖିବେ ଖାଦ୍ୟ ହଜମ ହବନି। ସେଟାକୁ ବି ଦେଖିକି ଆପଣ ମାର୍କ କରିପାରିବେ। ଯଦି ପ୍ରାଇମେରୀ ଷ୍ଟେଜ୍ରେ, ପ୍ରଥମ ଷ୍ଟେଜ୍ରେ ଥଣ୍ଡା ହେଇଛି, କୁକୁଡ଼ାର ନାକରେ ବାହାରୁନି, ବା ଛୋଟ ଛୁଆ ତାର ଥଣ୍ଡା ହେଇଛି, ଛିଙ୍କୁଛି, କାଶୁଛି, ଆପଣ ଜାଣିପାରିବେନି। ବେଳେ ଅଧେ କେଠି ଛିଙ୍କୁଥିବ, କାଶୁଥିବ, ଜାଣିପାରିବେନି। ତ ଆପଣ ପ୍ରାଇମେରୀ ଷ୍ଟେଜ୍ରେ ଦେଖିବେ ତାର ନାଇଁ ମାନେ ଯୋଉ ପାକସ୍ଥଳୀରେ ଯୋଉ ଖାଦ୍ୟଟା ରହିବା କଥା, ସେ ଜାମ୍ ହେଇଯିବ, ମାନେ ହଜମ ହଉନଥିବ। ତାହେଲେ ଆପଣ ଜାଣିବେ ଏଇଟା କିଛି ଗୋଟେ ଅସୁବିଧା ହେଇଛି। ଖାଦ୍ୟ ହଜମ ନହେବା ଖାଲି ଥଣ୍ଡା ପାଇଁ ହୁଏନି, ଅଲଗା କାରଣ ହୁଏ। କିନ୍ତୁ ଯଦି ଦେଖିବେ ଥଣ୍ଡା ସିଜିନ୍ ଅଛି, କୁକୁଡ଼ାର ତାର ମାନେ ଝାଡ଼ା ଫାଡ଼ା ଠିକ୍ ଅଛି, ଫିର୍ ବି ତାର ସେ ଖାଦ୍ୟଟା ହଜମ ହେଇନି, ତାହେଲେ ଜାଣିବେ ଥଣ୍ଡା ନିହାତି ହେଇଥିବ। ବୁଝିପାରିଲେ? ଆଉ ଗୋଟେ କ'ଣ ଅଛି, ଥଣ୍ଡା ବି ହବାର କାରଣ ବି ଅଛି। ଆଉ ଗୋଟେ ଧୂଳି। ଦେଖନ୍ତୁ, ମୁଁ କାହିଁକି ପରିଷ୍କାର ପରିଚ୍ଛନ୍ନ କଥା କହୁଛି? ଗୋଟେ ତ ଏମୋନିଆ ଗ୍ୟାସ୍ କହିଲି, ଗୋଟେ ଧୂଳି କହିଲି, ଷ୍ଟ୍ରେସ୍, ଯେତେ ପ୍ରକାର ଷ୍ଟ୍ରେସ୍ ଆପଣଙ୍କୁ ପଡିଛି, ଯେତେ ପ୍ରକାର ଷ୍ଟ୍ରେସ୍, ସବୁ ତାର କାରଣ, ଥଣ୍ଡାର କାରଣ। ଆଉ ଦେଖନ୍ତୁ, ଆପଣ ଯଦି ନର୍ମାଲ ଫାଙ୍କାରେ ଫାର୍ମିଂ କରୁଛନ୍ତି, ଭେଣ୍ଟିଲେସନ୍ ଠିକ୍ ରହୁଛି। କିନ୍ତୁ ଯଦି ଆମେ ଗୋଟେ ଘର ଭିତରେ ରଖୁଛେ କୁକୁଡ଼ାକୁ, ତାହେଲେ ଭେଣ୍ଟିଲେସନ୍ଟା ଠିକ୍ ରହୁନି, ସବୁବେଳେ ମାରି ମୁରାକି ଝରକା ରଖୁଛେ। ତେଣୁ ତା କାରଣରୁ ସେ ଅଟୋମେଟିକାଲି ଭେଣ୍ଟିଲେସନ୍ ଠିକ୍ ନ ରହିଲେ ବି ଥଣ୍ଡା ଆସିପାରେ। ଧୂଳି ଯୋଉଟା ଆମର ଧୂଳି ଯଦି ଉଡ଼େ, ଧରନ୍ତୁ ଶୀତ ଦିନ ଧୂଳି ଅଧିକ ଉଡ଼ୁଛି, ଧୂଳି ଅଧିକ ଉଡ଼ିଲା ମାନେ କୁକୁଡ଼ାଟା ଯେତେବେଳେ ନିଶ୍ୱାସ ନେଉଛି, ତା ନାକରେ ପଶୁଛି। କି ଗରମ ଦିନ ହଉ, ଗରମ ଦିନ ବି ଧରନ୍ତୁ ଧୂଳି ଉଡ଼ିଲା, ସେ ଗରମ ଦିନ ମୁହଁ ଖୋଲିକି ନିଶ୍ୱାସ ନେବ, ହାଇ ପାଣି ଡାକିବ ଗରମର, ତ ତା ମାନେ ବି ଥଣ୍ଡା ହେଇଯିବ। ଠିକ୍ ଅଛି? ତେଣୁ ଆପଣଙ୍କୁ ବର୍ତ୍ତମାନ ଯେତେ ପ୍ରକାର ସିମ୍ପଟମ୍ କହିଲି, ଆପଣ ସବୁ ମନେ ରଖିଲେ, ତ ଜାଣିଲେ, କନଫର୍ମ ହେଇଗଲେ। ଆଗେ ରୋଗର ମୁଁ ସିମ୍ପଟମ୍ଟା କହିଦେଲି, ଆପଣ ଜାଣିଲେ, କନଫର୍ମ ହେଇଗଲେ ଯେ ମତେ କିଛି ନାହିଁ, ମତେ ଜଣା ପଡ଼ିଗଲା ଯେ ମୋର ଏ କୁକୁଡ଼ା ଗୁଡ଼ାକୁ ଥଣ୍ଡା ହେଇଛି। ତ ଆପଣଙ୍କୁ ହ୍ୟୁମାନ୍ ମେଡ଼ିସିନ୍ କହିବି, ଭେଟେନାରୀ ମେଡ଼ିସିନ୍ କହିବି, ଇଞ୍ଜେକ୍ସନ୍ ବି କହିବି, ଆପଣ ଯୋଉଟା ବି ଇଚ୍ଛା ଟ୍ରାଏ କରିପାରିବେ। ଠିକ୍ ଅଛି? ବାକି ଆପଣଙ୍କୁ ଧ୍ୟାନ ଦେବା ଦରକାର, ଏଗୁଡ଼ାକ ଟ୍ରାଏ କରିବା ପୂର୍ବରୁ ଆପଣଙ୍କୁ ଗୋଟେ ଜିନିଷ ଧ୍ୟାନ ଦେବେ,
ସେ ଡୋଜ୍ କାଲକୁଲେଟ୍ କରିବେ। କାହିଁକି ନା ଧରନ୍ତୁ ମୁଁ ଆପଣଙ୍କୁ କହିବି ଗୋଟେ 500 mg ର ଗୋଟେ ଡୋଜ୍ ଅଛି, 500 mg ଯଦି 1 ml ଲାଗିବ, ଠିକ୍ ଅଛି, ସେଇ ଡୋଜ୍ଟା 1000 mg ର ଥିବ। ଆପଣଙ୍କର ସବୁ ଜାଗାରେ ସବୁ mg ର ମିଳେନି, ବୁଝିପାରିଲେ ନା। ଧରନ୍ତୁ ଆପଣଙ୍କର ସେପଟ ଭେଟେନାରୀ ଷ୍ଟୋର ଗୁଡ଼ାକରେ ଆପଣଙ୍କର 500 mg ଜିନିଷ ମିଳେ ନାହିଁ। ଆପଣ କୁକୁଡ଼ାକୁ ତ ମାରିଦେବେନି, 1000 mg ର ଜିନିଷ ଆଣିବେ। 1000 mg ଜିନିଷ ହେଲେ 500 mg ଯଦି ଆପଣ 1 ml ଦେଉଥିଲେ, 1000 mg ହେଲେ କେତେ ଦେବେ? ହାଫ୍ ml ଦେବେ। ବୁଝିପାରିଲେ ନା କ'ଣ କହୁଛି? ତେଣୁ ସେଇଟା ଆପଣ ନିଜେ ଡିସାଇଡ୍ କରିବେ। ଠିକ୍ ଅଛି, ଆପଣଙ୍କୁ ଏଇସବୁ କଥା କହି ରଖୁଛି।